सेल वो बड़े ब्लड डोनेशन दो से जरी मिशन टैच के पास में हम और कैंप मतलब इम्यूनिटी ऑर्गेनाइजेशन it's a big respect to the graduated soul who has done this institute and which came to the group. What is the group? As an album of Achikoma, ଏମିତି ସରକାର ଲୋକମାନଙ୍କୁ କରିବା ତାର ଫଳ ହେଉଛି ଏଇ ଜିନିଷ ସ୍ପେଶାଲି ଜଣେ ଲୋକ ସେ ଜାଗା ଛାଡ଼ିଲା ପରେ ସେଟା କେମିତି ଆହୁରି ଗ୍ରୋ କରିବ ସେଇଟା ହେଉଛି ସକ୍ସେସଫୁଲ ଲିଡରସିପ କରିଥାଏ ଯୋଉଟାକି ଦେଖିବାକୁ for the Mihir Rajat Naik, principal BIU. ଆଜି ଆମେ 27 ବର୍ଷରେ ଉଦାନପୁର ଆମେ ଗୋଟେ ଆଜି ମହାନ ଦିବସ ଯୋଉ ଦିବସରେ କି ଆମର ଅନୁଷ୍ଠାନ ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ କଳ୍ପତରୁ ଦାସଙ୍କର 11ତମ ପୁଣ୍ୟତିଥି। ଏହି ଅବସରରେ ଆମେ କିଛି କାର୍ଯ୍ୟକ୍ରମ ହାତକୁ ନେଇଛୁ। ପ୍ରଥମଟି ହେଲା ଆମ ଓଡ଼ିଶା ଆଉ ସମ୍ବାଦ ସହଯୋଗିତାରେ ଏବଂ ଏନ୍ଏସ୍ଏସ୍ ର ସହଯୋଗିତାରେ ବ୍ଲଡ୍ ଡୋନେସନ୍ କ୍ୟାମ୍ପର ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ମାନେ, ଅଧ୍ୟାପକ ଅଧ୍ୟାପିକା ମାନେ, କର୍ମଚାରୀ ମାନେ, ବାହାରର ସ୍ୱେଚ୍ଛାସେବୀ ମାନେ ଉତ୍ସାହ ଉଦ୍ଦୀପନାର ସହିତ ତାଙ୍କର ରକ୍ତଦାନ କରୁଛନ୍ତି ଯୋଉଟାକି ମହତ୍ତାର। ତା ସହିତ ଆମ ଅନୁଷ୍ଠାନ ଯେତେବେଳେ ବଢ଼ି ବଢ଼ି ଚାଲିଛି ରାଜ୍ୟ ସ୍ତରରେ ଏବଂ ଦେଶ ସ୍ତରରେ ଆମେ ଆଜି ଗୋଟିଏ ତାଙ୍କ ଉଦ୍ଦେଶ୍ୟରେ ଦେଶ ଉଦ୍ଦେଶ୍ୟରେ ତାଙ୍କର ସ୍ମରଣ ଉଦ୍ଦେଶ୍ୟରେ ଆଜି ଗୋଟେ ନୂଆ ବିଲ୍ଡିଂ ତିଆରି କରି ଉତ୍ସର୍ଗ କରିଛୁ, ଯାହାକି ସମସ୍ତଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛି। ତାହା ହେଇଛି ଆମର ପଦ୍ମଶ୍ରୀ କେପି ଦାସ ମହୋଦୟଙ୍କ କରକମଳରେ। ତତ୍ ସହିତ ଏହା ସହିତ ମଧ୍ୟ ଆମେ ଆମର ଗୋଟେ ଲେକ୍ଚର ମେମୋରିଆଲ ସିରିଜ ଗୋଟେ ରଖିଛୁ, ଯୋଉଟାକି ଏବେ ଅନୁଷ୍ଠିତ ହେବ। ସେଥିରେ ସମସ୍ତେ ଭାଗ ନେଇ କିଭଳି ଭାବରେ କଳ୍ପତରୁ ଦାସ ମହୋଦୟ ଏ ସମାଜର ସମସ୍ତଙ୍କ ସାଥିରେ ଶିକ୍ଷା କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିଥିଲେ ତାହା ବିଷୟରେ ମଧ୍ୟ ଆଲୋଚନା ବିମର୍ଶ ହେବ ଏବଂ ଏ ଦିନଟି ଆମ ସମସ୍ତଙ୍କର ଚିରସ୍ମରଣୀୟ ରହିବ, ଏହା ଆମେ ସମସ୍ତେ କାମନା କରୁଛୁ। ଆମେ ପ୍ରତିବର୍ଷ ତାଙ୍କର ଏଇ ଆଜି ଆମର 100ରୁ ଅଧିକ କଲେକ୍ସନ ହେଇଯିବ, ଯେଉଁଥିରେ ଆମର ମୁଖ୍ୟ ଅତିଥି ଥିଲେ ଆମର ପଦ୍ମଶ୍ରୀ କେପି ଦାସ ମହୋଦୟ। ତାଙ୍କ ସହିତ ଆମର ଯିଏ ଏନ୍ଏସ୍ଏସ୍ ର ଅଫିସର ଅଛନ୍ତି ସେ ମଧ୍ୟ ଆସିଥିଲେ, ଅଜିତ କୁମାର ମହୋଦୟ, ଏବଂ ତା ସହିତ ଆମର ପରିବାର ବର୍ଗ ଏଥିରେ ଜଡ଼ିତ ଅଛନ୍ତି। ସମସ୍ତେ ଜଡ଼ିତ ହୋଇ ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଦିଆଯାଉଛନ୍ତି ଏବଂ ଏହା ନିଶ୍ଚିତ ଭାବରେ ସଫଳତାର ସହିତ ଜଣକ ବ୍ଲଡରେ 3 ଜଣଙ୍କର ରକ୍ତଦାନ ବହୁତ ଖୁସି ଲାଗୁଛି। ଏଇଟା ଆମର ଆଜିର କାର୍ଯ୍ୟକ୍ରମ ବୋଲି ନୁହଁ, ପ୍ରତ୍ୟେକ ବର୍ଷ ଆମେ କରି ଆସୁଛୁ। ଏବଂ ଆପଣ ଜାଣିବା କଥା ଯେ ମଣିଷ ଯଦି ଭଗବାନଙ୍କ ଜନ୍ମ ପାଇଛି ସେ କେବଳ ନିଜ ପାଇଁ ଜନ୍ମ ପାଇନି, ସେ ଅନ୍ୟମାନଙ୍କ ପାଇଁ ଜନ୍ମ ପାଇଛି। ଯୋଉଟା କି ତାଙ୍କର ମୁଖ୍ୟ ବାର୍ତ୍ତା ଥିଲା ଆମ କଳ୍ପତରୁ ଦାସ ମହୋଦୟଙ୍କର ରାଇଜ୍ ଆବଭ୍ ଦି ସେଲ୍ଫ, ନିଜ ପାଇଁ ବଞ୍ଚନି ଅନ୍ୟ ପାଇଁ ବଞ୍ଚ, ଯୋଉଟାକି ସେ କରିକି ଦେଖେଇଥିଲେ, ଆମକୁ ଶିଖେଇଛନ୍ତି। ଆମେ ମଧ୍ୟ ସେଇ ପାଥେୟକୁ ଅବଲମ୍ବନ କରିକି ଆଗକୁ ବାଢି ଚାଲିଛୁ।